वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Hello everyone, welcome you to A2M classes. Target OST ପାଇଁ କ୍ଲାସ୍ ଚାଲୁଅଛି। ଆପଣଙ୍କ କ୍ଲାସ୍ ହେଉଛି ଆଜି 39। ଆମ କଣ୍ଟେଣ୍ଟ ହେଉଛି ନ୍ୟୁ ଏଜୁକେସନ୍ ପଲିସି 2020। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିବେ, ସବସ୍କ୍ରାଇବ୍ କରିନେବେ, ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ଼ ହେଉଛି, ଆପଣ ସର୍ବପ୍ରଥମେ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆଜିକାର ଯେଉଁ କ୍ଲାସ୍ଟି ହେଉଛି ନ୍ୟୁ ଏଜୁକେସନ୍ ପଲିସି ଉପରେ, ଯେଉଁଟାକି NEP 2020। ତ NEP 2020ର କମିଟିର ଚେୟାରପର୍ସନ୍ ଥିଲେ କିଏ? ଡକ୍ଟର କେ କସ୍ତୁରଞ୍ଜନ, ଯିଏକି ଆପଣଙ୍କର ନ୍ୟୁ ଏଜୁକେସନ୍ ପଲିସିକୁ ମେକିଂ କରିଥିଲେ। ଯୋଉଟାକି ରିପୋର୍ଟ ସବମିଟ୍ କରିଥିଲେ କେତେବେଳେ ନା କେବେ ନା 31 ମେ ନା 2019ରେ। ତ ମନେ ରଖିଥାନ୍ତୁ, କ୍ୱେଶ୍ଚନ୍ ଆସିଥାଏ about 2 crore out of school children will be brought back into the mainstream under the NEP 2020। ତାମାନେ ଯୋଉମାନେ ଡ୍ରପ୍ ଆଉଟ୍ 2 କୋଟିରୁ ଅଧିକ ଯୋଉ ସ୍କୁଲ ପିଲାମାନେ ଡ୍ରପ୍ ଆଉଟ୍ ହେଇଛନ୍ତି ତାଙ୍କୁ ମେନ୍ ଷ୍ଟ୍ରିମ୍‌କୁ ଆଣିବା ପାଇଁ 2020ର NEP 2020ର ଲକ୍ଷ୍ୟ ଅଛି। ଆଉ ଆପଣଙ୍କର ଯୋଉ ମିନିଷ୍ଟ୍ରି ଅଫ୍ ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ MHRD ସେଟା ଚେଞ୍ଜ ହେଇକି ରିନେମ୍‌ଡ ହେଇକି ହେଇଯାଇଛି କଣ ନା ଏଜୁକେସନ୍ ମିନିଷ୍ଟ୍ରି ବୋଲି ହେଇଯାଇଛି। କଣ ହେଇଯାଇଛି ନା ଏଜୁକେସନ୍ ମିନିଷ୍ଟ୍ରି ହେଇଯାଇଛି ହେଲା। ତାପରେ the current 10th plus 2 system to be replaced by new, ଯୋଉଟା କି ଆପଣଙ୍କର ଯୋଉ ହଉଛି 10th ଆଉ ପ୍ଲସ୍ 2 ସିଷ୍ଟମ ଯୋଉ ଥିଲା 10 କ୍ଲାସ ପର୍ଯ୍ୟନ୍ତ ପଢିବେ, ପୁଣି ପ୍ଲସ୍ 2 ପଢିବେ, ପୁଣି ପ୍ଲସ୍ 3 ପଢିବେ। ଯୋଉ 10th ପ୍ଲସ୍ 2 ସିଷ୍ଟମଟା ରିପ୍ଲେସ୍ଡ ହେଇକି ହେଇଯାଇଛି କଣ ନା ତାର ଫର୍ମୁଲା ହଉଛି 5 + 3 + 3 + 4। ଆପଣଙ୍କର 5 + 3 + 3 + 4 ଫର୍ମୁଲା ହେଇଯାଇଛି। ଏଟା କଣ ମୁଁ ଆପଣଙ୍କୁ ଡିଟେଲ କହିଦଉଛି। ନା କରିକୁଲାର ଷ୍ଟ୍ରକ୍ଚର କରେସ୍ପଣ୍ଡେନ୍ସ ଟୁ ଦ ଏଜ୍, 3 ରୁ 5 ବର୍ଷ ଆପଣଙ୍କର ଯୋଉ ରହିଲା ସେଟା ଗୋଟେ ଗ୍ରୁପ ରହିବ। 8 ରୁ 11 ବର୍ଷ ପର୍ଯ୍ୟନ୍ତ ଗୋଟେ, 11 ରୁ 14 ବର୍ଷ ପର୍ଯ୍ୟନ୍ତ ଗୋଟେ ହେଲା। ତାପରେ ହଉଛି 14 ରୁ 18 ବର୍ଷ ରେସ୍ପେକ୍ଟିଭଲି ଏଇଭଳିଆ ଆପଣଙ୍କର ରହୁଛି ଏଜ୍ ଗ୍ରୁପ। ଏଟାକୁ ଆପଣ ମନେ ରଖିଥାନ୍ତୁ, ଏଇ ଅନୁସାରେ ଆପଣଙ୍କର ଚାଲିଛି। ଆପଣଙ୍କର ଯୋଉ ଫର୍ମୁଲା ହଉଛି 5 + 3 + 3 + 4, ତା ମାନେ ହଉଛି ଆପଣଙ୍କର 3 ରୁ 5 ବର୍ଷ ନୁହେଁ, ଏଟା ହଉଛି 8 ବର୍ଷ। 3 ରୁ ଏଟା ମୋର ଟାଇପିଂ ମିଷ୍ଟେକ୍ ଅଛି। 3 ରୁ 8 ବର୍ଷ ପର୍ଯ୍ୟନ୍ତ ଆପଣ ଗୋଟେ ହଉଛି ଆପଣଙ୍କର ହଉଛି 3 ରୁ 8 ବର୍ଷ ପର୍ଯ୍ୟନ୍ତ ଗୋଟେ ଷ୍ଟେଜ ରହିବ। ତାପରେ ହଉଛି ଆପଣଙ୍କର 8 ରୁ ଆପଣଙ୍କର 11 ବର୍ଷ ପର୍ଯ୍ୟନ୍ତ ଗୋଟେ, 11 ରୁ 14 ବର୍ଷ ପର୍ଯ୍ୟନ୍ତ ଗୋଟେ, ଆଉ 14 ବର୍ଷରୁ 18 ବର୍ଷ ପର୍ଯ୍ୟନ୍ତ ଗୋଟେ ରହୁଛି। ତାମାନେ 3 ରୁ 8 ହେଲେ ଆପଣଙ୍କର 5 ବର୍ଷ ଯାଉଛି। 3 ରୁ 4, 4 ରୁ 5, 5 ରୁ 6, 6 ରୁ 7, 7 ରୁ 8, ମାନେ 5 ବର୍ଷ ଏଇଠି ଯାଉଛି। ତାମାନେ 5 ବର୍ଷ ପର୍ଯ୍ୟନ୍ତ ପିଲା ଗୋଟେ ଷ୍ଟେଜରେ ପଢିବ ହେଲା। 3 ରୁ 8 ପର୍ଯ୍ୟନ୍ତ ହେଲା। ତାପରେ ହଉଛି 8 ରୁ 11 ହେଲେ ଆପଣଙ୍କ 3, 8 ରୁ 9, 9 ରୁ 10, 10 ରୁ 11, ଆପଣଙ୍କର ଏଇ 3ଟା କ୍ଲାସ୍ ପର୍ଯ୍ୟନ୍ତ ଆପଣଙ୍କ ଗୋଟେ ଷ୍ଟେଜ୍ ରହୁଛି। ତାପରେ ହଉଛି 11 ରୁ ଆପଣଙ୍କର 14, ସେଟା ଉପରେ ଆପଣଙ୍କର 3 ବର୍ଷିଆ ଗୋଟେ ଷ୍ଟେଜ୍ ରହୁଛି। ସେଟା ଆମେ ବୁଝିଯିବା ୟା ପରବର୍ତ୍ତୀ କ୍ଲାସ୍‌ରେ। ତାପରେ ହଉଛି କଣ ନା 14 ରୁ 18 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର 4 ବର୍ଷ ରହୁଛି। 14 ରୁ 15, 15 ରୁ 16, 16 ରୁ 17, 17 ରୁ 18 ଆପଣଙ୍କର ରହୁଛି କେତେ ନା 4 ବର୍ଷ ରେସ୍ପେକ୍ଟିଭଲି। ଏଇଭଳିଆ ଷ୍ଟେଜେସଟିକୁ କରାଯାଇଛି ଆପଣଙ୍କର NEP 2020ରେ। ଏଇ ଷ୍ଟେଜେସ୍ ବିଷୟରେ ଆମେ ବର୍ତ୍ତମାନ ଜାଣିବା। ଫାଷ୍ଟ ଯୋଉ ଷ୍ଟେଜ୍ ରହିଲା ଆପଣଙ୍କର 3 ରୁ ଆପଣଙ୍କର ହଉଛି କେତେ ନା 8 ବର୍ଷ ପର୍ଯ୍ୟନ୍ତ। ଏଟା ମନେ ରଖନ୍ତୁ, 3 ରୁ 8 ବର୍ଷ ପର୍ଯ୍ୟନ୍ତ ଷ୍ଟେଜ୍ କୁହାଯାଉଛି ଫାଉଣ୍ଡେସନାଲ ଷ୍ଟେଜ୍। ଯୋଉଠି ପିଲାମାନେ କଣ ମଲ୍ଟି ଲେବୁଲ ୱେରେ ପାଠ ପଢାଯିବ, ପ୍ଲେ ଆକ୍ଟିଭିଟି ମାଧ୍ୟମରେ ପାଠ ପଢିବ। ଯେମିତିକି ଆପଣଙ୍କର ଅଙ୍ଗନବାଡି ହଉ, ଯେମିତିକି ଆପଣଙ୍କର ପ୍ଲେ ସ୍କୁଲ ହଉ, ଏଇ ମାଧ୍ୟମରେ ଆପଣଙ୍କର 3 ରୁ 8 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢାଯିବ। ସେଟାକୁ କୁହାଯାଉଛି ଫାଉଣ୍ଡେସନାଲ ଷ୍ଟେଜ୍ କୁହାଯାଉଛି। ଯୋଉଟା କି 5, ଆମେ ଏଇଟା କଣ ଧଇଲେ ନା 5 ଧଇଲେ ହେଲା। ଏଟାକୁ ଆମେ 5 ବୋଲି ଧରୁଛନ୍ତି। ତାପରେ ଆପଣଙ୍କର ଯୋଉ ପ୍ରିପାରେଟୋରୀ ଷ୍ଟେଜ୍ ଅଛି, ଯୋଉଟା କି ହଉଛି ଆପଣଙ୍କର କେତେ 8 ରୁ 11, 8 ରୁ 11 ବୋଲି ଆମେ କହୁଛନ୍ତି। ଯୋଉଟା କି ଆମର 3 ବର୍ଷ ପର୍ଯ୍ୟନ୍ତ ଚାଲିବ। ଯୋଉଟା ପ୍ରିପାରେଟୋରୀ ଷ୍ଟେଜ୍, ଯୋଉଟା କି 5 + 3 ରହିଲା, 3ଟା ଏଇଟା। ତ ଏଠି ପିଲାମାନଙ୍କୁ ଖେଳକୁଦ ମାଧ୍ୟମରେ ପଢାହବ। ଡିସ୍କଭରି ୱିଥ୍ ଦ ଇଣ୍ଟରାକ୍ସନ କ୍ଲାସରୁମ୍ ଲର୍ଣ୍ଣିଂ, ଏଠି ପିଲାମାନେ ସ୍କୁଲ ଯିବେ, କ୍ଲାସରୁମ୍ ଲର୍ଣ୍ଣିଂ ସାହାଯ୍ୟରେ ପାଠ ପଢାଯିବ। ଏଇଟା ହଉଛି ପ୍ରିପାରେଟୋରୀ ଷ୍ଟେଜ୍। ତାପରେ ଆସିଲା ମିଡିଲ୍ ଷ୍ଟେଜ୍, ଯୋଉଟା କି ହଉଛି ଆପଣଙ୍କର ପୁନଶ୍ଚ ଏଟା ହଉଛି 3, 3 ମାନେ ଆପଣ 11 ରୁ 14 ହେଲା। 11 ରୁ 14, ତାମାନେ ଏଟା ହଉଛି ମିଡିଲ୍ ଷ୍ଟେଜ୍, ଯୋଉଠି ଏକ୍ସପେରିମେଣ୍ଟାଲ ଲର୍ଣ୍ଣିଂ ଇନ୍ ଦ ସାଇନ୍ସ, ମ୍ୟାଥ୍ ଆଣ୍ଡ ଆର୍ଟସ ଉପରେ, ଆର୍ଟ ଉପରେ ଏଟା ଚାଲିବ। ଏଟା ହଉଛି ଆପଣଙ୍କର ଯୋଉଟା କି ମିଡିଲ୍ ଷ୍ଟେଜ୍‌ରେ ଚାଲୁଛି ହେଲା। ଏଟା ରହୁଛି ଆପଣଙ୍କର କଣ ନା ଆପଣଙ୍କର 11 ରୁ 14 ବର୍ଷ, 11 ରୁ 14 ବର୍ଷ ପର୍ଯ୍ୟନ୍ତ ହେଲା। ତାପରେ ଆଇଲା ଲାଷ୍ଟକୁ ସେକେଣ୍ଡାରୀ ଷ୍ଟେଜ୍, ଯୋଉଟା କି ଆମ ଷ୍ଟୁଡେଣ୍ଟ ଚଏସ୍ ସବଜେକ୍ଟ କ୍ରିଟିକାଲ ଥିଙ୍କିଂ ଫ୍ଲେକ୍ସିବଲ୍, ଯୋଉଟା +2, 11, 12 ପର୍ଯ୍ୟନ୍ତ ଆପଣଙ୍କର ରହିଲା। ଏଟା ରହିଲା କେତେ 14 ରୁ ଯୋଉଟା କି 18 ପର୍ଯ୍ୟନ୍ତ ଆପଣଙ୍କର ରହୁଛି। ଏଟା ମନେ ରଖନ୍ତୁ। ଏଟା ହଉଛି 4 ବର୍ଷିଆ। ବାସ୍।
ତେଣୁ ସେ ଅନୁସାରେ ଆପଣ ଏଇଠୁ ବୁଝିପାରିଥିବେ 5+3+3+3 4 ର ଆପଣଙ୍କର ମୋଟୋ କଣ ବା କଣ ପ୍ଲାନିଂ ରହିଛି ହେଲା। ଏଇଟା ଖାଲି 8 ହବ ଏଇଟା ମନେ ରଖିଥାନ୍ତୁ ହେଲା। ତ ଏଇ ଅନୁସାରେ ଆପଣଙ୍କର ହଉଛି ଏନ୍‌ଇପି କୁ ବନାଯାଇଛି। ତ ରେକମେଣ୍ଡେସନ କଣ ଏନ୍‌ଇପି ରେ କଣ ରେକମେଣ୍ଡେସନ ଦିଆଯାଇଥିଲା? ଫାର୍ଷ୍ଟ ହଉଛି ଭୋକେସନାଲ ଏଜୁକେସନ ଟୁ ଷ୍ଟାର୍ଟ ଫ୍ରମ୍ ଦ 6th କ୍ଲାସ୍। 6th କ୍ଲାସ୍ ରୁ ଭୋକେସନାଲ ଏଜୁକେସନ ଷ୍ଟାର୍ଟ ହବ। କିଏ କହିଛି? ଏନ୍‌ଇପି 2020 କହିଛି। ତାପରେ ଆପଣଙ୍କର ଏନସିଇଆରଟି ୱିଲ୍ ଡେଭଲପ୍ ଏ ନ୍ୟାସନାଲ କରିକୁଲମ୍ ଆଣ୍ଡ ପେଡାଗୋଜିକାଲ ଫ୍ରେମୱାର୍କ ଫର ଆର୍ଲି ଚାଇଲ୍ଡ କେୟାର ଆଣ୍ଡ ଏଜୁକେସନ। ଯୋଉଟା କି ପିଏଫଇସିସି ଏନସିପିଏଫଇସିସି ଯୋଉଟା ହଉଛି ନ୍ୟାସନାଲ କରିକୁଲମ୍ ଅଫ ନା ଏଣ୍ଡ ପେଡାଗୋଜିକାଲ ଫ୍ରେମୱାର୍କ ଫର ଆର୍ଲି ଚାଇଲ୍ଡ କେୟାର ଆଣ୍ଡ ଏଜୁକେସନ। ଯୋଉଟା କି ହଉଛି ଏନସିପିଏଫଇସିସିଇ ଯୋଉଟା କି ଏନସିଇଆରଟି କୁ ବନା ହେଇଛି। ବନେଇଛି କଣ ପାଇଁ? ନା ଆପଣଙ୍କର ଏନ୍‌ଇପି ଅଣ୍ଡରରେ ଯୋଉଟା କି ଆର୍ଲି ଚାଇଲ୍ଡହୁଡ କେୟାରକୁ ଡେଭଲପ୍ କରିବା ପାଇଁ ବା ତାଙ୍କ ସ୍କୁଲିଂ ସିଷ୍ଟମକୁ ଡେଭଲପ୍ କରିବା ପାଇଁ ଯୋଉଟା ଫାଉଣ୍ଡେସନାଲ ଷ୍ଟେଜ ବୋଲି ଆମେ କହୁଛନ୍ତି ଏନ୍‌ଇପି 2020 ଅନୁସାରେ ହେଲା। ତାପରେ ହଉଛି କଣ? ନୋ ରିଜିଡ୍ ସେପାରେସନ ବିଟୱିନ୍ ଦ ଆର୍ଟସ ଆଣ୍ଡ ସାଇନ୍ସ ବିଟୱିନ୍ ଦ କରିକୁଲାର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି। ତାମାନେ 11 12 ବେଳେ ଯୋଉ ଆପଣଙ୍କର ରହୁଛି ସାଇନ୍ସ ଆର୍ଟସ ଭିତରେ ଯୋଉ ସବଜେକ୍ଟ ଭେରିଏबल ସେଟା ଆଉ ରହିବ ନାହିଁ। ତାପରେ କମନ ଷ୍ଟାଣ୍ଡାର୍ଡ ଅଫ ଲର୍ଣ୍ଣିଂ ଇନ୍ ପବ୍ଲିକ ଆଣ୍ଡ ପ୍ରାଇଭେଟ ସ୍କୁଲ। ପ୍ରାଇଭେଟ ସ୍କୁଲରେ ପିଲାମାନେ ଯେମିତି ପାଠ ପଢୁଛନ୍ତି ଯୋଉ ଷ୍ଟାଣ୍ଡାର୍ଡରେ ତ ପବ୍ଲିକ ସ୍କୁଲ ମାନଙ୍କରେ ଗଭର୍ଣ୍ଣମେଣ୍ଟ ସ୍କୁଲ ମାନଙ୍କରେ ବି ସେଇଭଳିଆ ହିଁ ପାଠ ପଢିବେ। ତ ଇଏ ହଉଛି କଣ? ନା କମନ ଷ୍ଟାଣ୍ଡାର୍ଡ ମେଣ୍ଟେନ କରାଯିବ ଏନ୍‌ଇପି 2020 କହୁଛି। ତାପରେ ବାଇ 2030 ମାନେ 2030 ବେଳକୁ ମିନିମମ୍ ଡିଗ୍ରୀ ଅଫ କ୍ୱାଲିଫିକେସନ ଅଫ ଟିଚର ୱିଲ୍ ବି 4 ଇୟର ଇଣ୍ଟିଗ୍ରେଟେଡ ବିଇଡି ଡିଗ୍ରୀ। ତାମାନେ 2030 ସୁଦ୍ଧା ଇଣ୍ଟିଗ୍ରେଟେଡ ବିଇଡି ଲାଗୁ ହବାକୁ ଯାଉଛି। ଯୋଉମାନେ +2 ପଢି ସାରିଥିବେ ସେମାନେ ଏଇଠି ଇଣ୍ଟିଗ୍ରେଟେଡ ବିଇଡି 4 ବର୍ଷିଆ କରିକି ଆପଣଙ୍କର +3 ସହିତ ବିଇଡି କରିପାରିବେ। ତାପରେ ଏମଫିଲ୍ କୋର୍ସ ୱିଲ୍ ବି ଡିସକଣ୍ଟିନ୍ୟୁଡ। ଏମଫିଲ୍ କୋର୍ସକୁ ଡିସକଣ୍ଟିନ୍ୟୁ କରିଦିଆଯାଇଛି। ଏବେ ଡାଇରେକ୍ଟ ପିଏଚଡି ଆପଣଙ୍କର ଯୋଉଟା କି ପିଏଚଡି ଡାଇରେକ୍ଟ ଆପଣ ରେଜିଷ୍ଟ୍ରେସନ କରିପାରିବେ ଆଉ ଏମଫିଲ୍ କରିବା କୌଣସି ଆବଶ୍ୟକତା ନାହିଁ। ତାପରେ ନ୍ୟାସନାଲ ଆସେସମେଣ୍ଟ ସେଣ୍ଟର ପରଖ ଯୋଉଟା ଆମେ କହୁଛନ୍ତି ହାଜ୍ ବିନ୍ କ୍ରିଏଟେଡ୍ ଟୁ ଆସେସ୍ ଦ ଷ୍ଟୁଡେଣ୍ଟ। ଷ୍ଟୁଡେଣ୍ଟକୁ ଆସେସ୍ କରିବା ପାଇଁ ଗୋଟେ ପରଖ ବୋଲି ଗୋଟେ ଆସେସମେଣ୍ଟ ସେଣ୍ଟର ବନାଯିବ ଯୋଉଠି ପିଲାମାନଙ୍କୁ ପରଖିବେ ଯେ ପିଲା ଠିକ ଭାବରେ ପଢୁଛନ୍ତି କି ନାହିଁ, ପିଲାଙ୍କ ଡେଭଲପ ହଉଛି କି ନାହିଁ। ତାପରେ it also aims to increase the public investment in the education sector reach to the 6% GDP at earliest। ତାମାନେ earlierly 6% GDP ଆଗେ ଖର୍ଚ୍ଚ କରାଯିବ କାହା ବାବଦରେ? ନା ଏଜୁକେସନ ବାବଦରେ। ଏଇଟା ଏନ୍‌ଇପି 2020 ର ହଉଛି ପ୍ଲାନିଂ। ତାପରେ କଣ୍ଟିନ୍ୟୁଅସ୍ ପ୍ରୋଫେସନାଲ ଡେଭଲପମେଣ୍ଟ ସିଡିପି ଇନ୍ 50 ଆୱାର। ତାମାନେ ଟିଚର ମାନଙ୍କୁ କଣ୍ଟିନ୍ୟୁଅସ୍ ପ୍ରୋଫେସନାଲ ଡେଭଲପମେଣ୍ଟ ପାଇଁ ପ୍ରତ୍ୟେକ ବର୍ଷ ଗୋଟେ 50 ଆୱାର ସିଡିପି ଯୋଉଟା କଣ୍ଟିନ୍ୟୁଅସ୍ ସିପିଡି ସେଟା କହୁଛନ୍ତି ଆମେ ସିପିଡି ପି ଆଉ ଡି ଯୋଉଟା କଣ୍ଟିନ୍ୟୁଅସ୍ ପ୍ରୋଫେସନାଲ ଡେଭଲପମେଣ୍ଟ ଏଟା ସିଡିପି ହେଇ ସିପିଡି ହବ ହେଲା। କଣ୍ଟିନ୍ୟୁଅସ୍ ପ୍ରୋଫେସନାଲ ଡେଭଲପମେଣ୍ଟ 50 ଆୱାର ଗୋଟେ ଆପଣଙ୍କୁ ଟ୍ରେନିଂ ସେକ୍ସନ ଦବାକୁ ପଡିବ। ଆଉ ଆପଣ ସେଠି କଣ କରିବେ ନା ଆପଣ ପ୍ରୋଫେସନକୁ ଡେଭଲପ କରିପାରିବେ। ତ ଏ ମାଧ୍ୟମରେ ରେକମେଣ୍ଡେସନ ଦିଆଯାଇଥିଲା ଯାହା ମାଧ୍ୟମରେ ଆମେ ଏନ୍‌ଇପି 2020 କଥା ଆମେ ଜାଣିପାରିଲେ ଆଉ ସେଠି କଣ ଷ୍ଟେଜେସ୍ ରହିଛି 5+3+3+4 ରହିଛି ଯୋଉ ମାଧ୍ୟମରେ ପିଲାମାନଙ୍କୁ ସେଇ ଷ୍ଟେଜେସ୍ ଅନୁସାରେ ପାଠ ପଢାଯିବ। ଫାଉଣ୍ଡେସନାଲ ଷ୍ଟେଜରେ ଆମେ ପିଲାମାନଙ୍କୁ ଜଣେଇଲେ, ପ୍ରିପାରେଟୋରୀ ଷ୍ଟେଜରେ ଜଣେଇଲେ, ମିଡିଲ ଷ୍ଟେଜରେ ଜଣେଇଲେ, ତାପରେ ହଉଛି ସେକେଣ୍ଡାରୀ ଷ୍ଟେଜରେ ଜଣେଇଲେ। ତ ଏ ହଉଛି ଆପଣଙ୍କର ଏନ୍‌ଇପି 2020। ଆଶା କରୁଛି ଆପଣ କ୍ଲାସ ବୁଝିପାରିଥିବେ। ଆଜି ଆମେ ଏତିକି ଧନ୍ୟବାଦ ସମସ୍ତଙ୍କୁ।